ଚାଲନ୍ତୁ ଦେଖିବେ କମ୍ ସମୟରେ ମୁଁ ଗୋଟେ ଡାଲମା ତ କହିପାରିବେନି, ଏଇଟା ତରକାରୀ ଟାଇପ୍ର ଗୋଟେ ଡାଲିର ଗୋଟେ ରେସିପି ଆପଣମାନଙ୍କୁ ଦେଖେଇବି ଯେଉଁଟାକି ବହୁତ କମ୍ ସମୟରେ ହେଇଯିବ। ସେଥିପାଇଁ ହରଡ଼ ଡାଲି ବେଶୀ କରିକି ନେଇଯାଇଛି ମୁଁ। ଆଉ ଫୁଲକୋବିଟା ସବୁବେଳେ ଶୀତ ଦିନରେ ମିଳେ, ସେଥିପାଇଁ ଫୁଲକୋବି କାଟି ଦେଇଛି କିଛି, ଆଉ ବିମ୍ ଆଉ ଟମାଟୋ ଆଉ ଆଳୁ ପକେଇ ଦେଇଛି। ପକେଇକି ଗୋଟେ ଜାଗାରେ କାଟିକି ରଖିଦେଇଛି। ଆପଣ ଭାବିବେ ଯେ ଟମାଟୋଟା ମୁଁ କାହିଁ କାଟି ଦେଇଛି, ଟମାଟୋ ପକେଇକି ସବୁ ଏକାଥରକରେ ଧୋଇଦେବି, ମାନେ ଇନଷ୍ଟାଣ୍ଟ ତରକାରୀଟା ମାନେ ଜଲ୍ଦି ହେଇଯିବ। ସେଥିପାଇଁ ମୁଁ ଏମିତି କମ୍ ସମୟରେ ଏମିତି ସବୁ କାଟି ଦେଇକି ଯେତେବେଳେ କମ୍ ସମୟରେ କରିବାକୁ ଇଚ୍ଛା ହୁଏ ଏମିତି କରିଦିଏ। ସେଥିପାଇଁ ଆପଣଙ୍କୁ ଏଇ ରେସିପିଟା ଦେଖୁଛି। ସବୁ ଏକାଥରକରେ ଧୋଇ ଦେଇକି ପ୍ରେସର କୁକରରେ ଦେଇଦେଲି, ଲୁଣ ହଳଦୀ ଦେଇଦେଲି। ଦେଇକି ତାକୁ ଭଲ ଭାବରେ 4ଟା ହୁଇସିଲ୍ ମାରିକି ଛାଡ଼ି ଦେଇଥିଲି। ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ବେଶୀ ହୁଇସିଲ୍ ମାରିବେନି କାରଣ ସିଝିବ ଡାଲଟାକୁ ବେଶୀ କରିକି। ମୁଁ ଏମିତି ଡାଲଟାକୁ 4ଟା ସିଟି ମାରିଦେଲି, ସବୁ ସିଝିଗଲା ଭଲସେ। ତାପରେ ତେଲ ଟିକେ ସୋରିଷ ତେଲ ଗରମ କରିଦେଲି। ତାପରେ ଶୁଖିଲା ଲଙ୍କା, ତେଜପତ୍ର, ପଞ୍ଚଫୁଟଣ ପକାଇ ଗରମ କରିଦେଲି। ଏଟା ହେଲା ପିଆଜ, ରସୁଣ, ଅଦା, ଜିରା ପଡ଼ିକି ସବୁ ଗୋଟେ ଦର ଛେଚା ମସଲାଟା ତାକୁ ପକାଇଦେଲି। ଭଲ ଭାବରେ ଜାରି ହେଇସାରିଲା ପରେ ମସଲାଟା, ତାପରେ ଯେଉଁଗୁଡ଼ା ସବୁ ସିଝେଇ ରଖିଥିଲି ଯେଉଁ ଡାଲି ସହିତ ପରିବା ଗୁଡ଼ା ସବୁ ଏକାଥରକରେ ପକାଇଦେଲି। ପକାଇ ଦେଇକି ଭଲ ଭାବରେ ତାକୁ ଗୋଳେଇ ଦେଲି। ତାପରେ ବେଶୀ କରିକି ମାନେ ଧଣିଆ ପତ୍ର କାଟିକି ତାପରେ ପକାଇଦେଲି। ହେଇଗଲା ଦେଖନ୍ତୁ କେତେ କମ୍ ସମୟରେ ମାନେ ତରକାରୀଟା ତିଆରି ହେଇଗଲା। ଏଟା ଡାଲମା ତ କହିପାରିବାନି, ଏଟା ଟିକେ ମାନେ ବହଳିଆ ଟାଇପ୍ର ତରକାରୀଟିଏ ହେଇଯାଏ। ଏଟା ରୁଟି, ପିଠା କି ଭାତ ସବୁଥିରେ ଖାଇପାରିବା, କିନ୍ତୁ ବହୁତ କମ୍ ସମୟରେ ହେଇଯିବ ଆଉ ବହୁତ ଟେଷ୍ଟି ଲାଗିବ। ଦେଖନ୍ତୁ କେତେ କମ୍ ସମୟରେ ହେଇଗଲା ଆଉ ବହୁତ ଟେଷ୍ଟି ତରକାରୀଟା। ଥରେ ନିଶ୍ଚୟ ଟ୍ରାଏ କରିବେ, ଏମିତି କମ୍ ସମୟରେ ହେଇଯିବ।